ଆପଣଙ୍କ ଟିଭି ଓଡ଼ିଶା ମାଟିର ବାସ୍ନା। ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆପଣମାନେ ନିହାତି ଭାବେ ଜାଣିଥିବେ ଅଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ ବାହାଘର ସାରି ଓଡ଼ିଶା ଫେରିଛନ୍ତି ଅଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା। ଅନୁଭବ ମହାନ୍ତି ଦିଲ୍ଲୀ ଯେତେବେଳେ ଯାଇଥିଲେ, ଦିଲ୍ଲୀରେ ଜାଗୃତିଙ୍କ ସହ ଦେଖା ହୋଇଥିଲେ। ଆଉ ଦେଖା ହେବା ପରେ ଜାଗୃତିଙ୍କ ସହ ଅନୁଭବଙ୍କର ବନ୍ଧୁତା ସୃଷ୍ଟି ହୋଇଥିଲା। ବନ୍ଧୁତା ପରେ ପ୍ରେମ, ଆଉ ପ୍ରେମ ପରେ ଆଜି 7 ଜନ୍ମର ସାଥୀ ହୋଇଯାଇଛନ୍ତି ଅଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା। ଗତ 7 ତାରିଖରେ ଅଭିନେତା ଅନୁଭବ ମହାନ୍ତି ଏବଂ ସାମ୍ବାଦିକା ଜାଗୃତି ଶୁକ୍ଳାଙ୍କର ନିର୍ବନ୍ଧ ହୋଇଥିଲା ରାଜସ୍ଥାନରେ। ଆଉ ଦିଲ୍ଲୀରେ ହୋଇଥିଲା ବାହାଘର। ବାହାଘର ପରେ ବର୍ତ୍ତମାନ ସମୟରେ ଅନୁଭବ ନିଜ ଘରକୁ ଆଣିଛନ୍ତି ଜାଗୃତିଙ୍କୁ। ତେବେ ବାନ୍ଧବୀ ରୂପରେ ନୁହେଁ, ସେ ଜାଗୃତିଙ୍କୁ ସ୍ତ୍ରୀ ରୂପରେ ଆଣିଛନ୍ତି। ଦିଲ୍ଲୀରୁ ଓଡ଼ିଶା ଆସିଥିଲେ ବିମାନ ଯୋଗେ। ଅନୁଭବ ଜାଗୃତି ଯେତେବେଳେ ବିମାନରୁ ଓହ୍ଲାଇ କଟକର ନିଜର ବାସଭବନକୁ ଆସିଥିଲେ, ସେତେବେଳେ ଶଙ୍ଖନାଦ ହୁଳହୁଳିରେ ଫାଟି ପଡୁଥିଲା ପୁରା ପରିବେଶ। ଆଉ ନୂଆ ଭାଉଜକୁ ପାଇ ତାଙ୍କର ସାଙ୍ଗସାଥୀମାନେ ଖୁସିର ମାହୋଲ ଖେଳି ଯାଇଥିଲା। ତେବେ ବର୍ତ୍ତମାନ ଜାଗୃତି ନିଜର ଶାଶୁ ଘରେ ବେଶ ଖୁସିରେ ଅଛନ୍ତି। ପ୍ରଥମେ ଯେତେବେଳେ ଜାଗୃତି ଅନୁଭବଙ୍କ ଘରକୁ ଆସିଥିଲେ, ସେତେବେଳେ ନୂଆ ସ୍ୱାମୀ, ନୂଆ ଶାଶୁ ଆଉ ନୂଆ ଘର ପାଇ ପୁରା ବଣା ବଣା ହୋଇଯାଇଥିଲେ ଜାଗୃତି। ଜାଗୃତି ଯେତେବେଳେ ନିଜର ଶାଶୁ ଘରେ ବାଥରୁମ୍ ଯାଇଥିଲେ, ସେତେବେଳେ ଝିଟିପିଟି ଦେଖି ଚମକି ଯାଇଥିଲେ, ଯାହା କିଛି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।